ପ୍ରିୟ ମାଳିକା ପ୍ରେମୀ ଭକ୍ତ ଭାଇ ମାନେ ପୂର୍ବ ଅଧ୍ୟାୟରେ ଆମେ ଏକାମ୍ର ବନ ଏବଂ ଅମରାବତୀ ନଗର ବିଷୟରେ ଆଲୋଚନା କଲେ। କେଉଁଠି ତା ଅବସ୍ଥିତି, ପ୍ରଭୁ କେଉଁଠି ରହିବେ ସେ ବିଷୟରେ ବହୁତ ଜିନିଷ ଆପଣଙ୍କୁ ମୁଁ ଜଣେଇଲି। ଆଜି ଖଣ୍ଡଗିରି ବା ଗୁପ୍ତ ଖଣ୍ଡଗିରି କେଉଁଠି ଅବସ୍ଥିତ, ଖଣ୍ଡଗିରି କେଉଁଟା, ଗୁପ୍ତ ଖଣ୍ଡଗିରି କେଉଁଟା, ତାରି ବିଷୟରେ ଆଲୋଚନା କରିବା। ବର୍ତ୍ତମାନ ଖଣ୍ଡଗିରି ନାମ କାହାକୁ ନାମିତ କରାଯାଇଛି ତାହା ଦେଖିବା। ଆଗତ ଭବିଷ୍ୟମାଳିକାରେ ଗୋସ୍ୱାମୀ ଶିଶୁ ଅନନ୍ତ ଓ ଗୋସ୍ୱାମୀ ଯଶୋବନ୍ତ ଦାସ ଏହା ସ୍ପଷ୍ଟ ଲେଖିଛନ୍ତି। ଗୁପ୍ତ ଖଣ୍ଡଗିରି କିଏ ମାନେ ବର୍ଣ୍ଣନା କରିଛନ୍ତି କ'ଣ? ଏ କଳି ଯୁଗେ କଳ୍କି ଅବତାର ହରି ଶ୍ରୀ ଖଣ୍ଡଗିରିରେ ଥିବେ ପ୍ରଭୁ ବିଜୟ କରି। ଶିଶୁ ଅନନ୍ତଙ୍କର ଆଗତ ଭବିଷ୍ୟମାଳିକାରେ ସେ କହିଲେ ଯେ ଯେଉଁଠି ପ୍ରଭୁ ବିଜୟ କରିଥିବେ, ତାଙ୍କ ଆଶ୍ରମ କରି ରହିଥିବେ, ତାରି ପାଖରେ ଗୁପ୍ତ ଖଣ୍ଡଗିରି, ଅନ୍ୟ କୋଉଠି ନାହିଁ। ଯଶୋବନ୍ତ ମାଳିକା ଲେଖିଲେ କ'ଣ ଯଶୋବନ୍ତ ଦାସ? ନବକଳ୍ପ ଠାରୁ ପ୍ରଭୁ ଉଦୟ ହୋଇଥିବେ ମଣିନାୟକ ଖଣ୍ଡଗିରି କପିଳାସ ଠାପେ। ଆହୁରି କ୍ଲିୟର କରିଥିଲେ ଯଶୋବନ୍ତ ଦାସ ଯେ ପ୍ରଭୁ କପିଳାସ ପାଖରେ ଥିବା ଖଣ୍ଡଗିରି, କପିଳାସ ପାଖରେ ପ୍ରଭୁ ଥିବେ। କପିଳାସ ହେଉଛି ଗୁପ୍ତ ଖଣ୍ଡଗିରି। ରସସାଗର ଗୀତାରେ ପ୍ରଥମ ଅଧ୍ୟାୟରେ କ'ଣ ଲେଖିଲେ? କପିଳାସ ନିକଟରେ ତୁଇ ରହିବୁ ପାଦ ଧାଇ ମୋର, ଏକାମ୍ର ବନ ନିକଟର ଅଜ୍ଞାତ ବନବାସ ତୋର, ଯାହା ତୁ ମହୁଳି ଗ୍ରାମକୁ ତହିଁ ପର୍ବତ ଅତି ଗୁଣ, ମଧ୍ୟ ସ୍ଥାନରେ ଧୁନି ଘର ଯେ ଯାହା ବାଞ୍ଛା ଘେନି କର। ସେ କହିଲେ ଭକ୍ତମାନଙ୍କୁ, ପ୍ରଭୁ ଯେ କପିଳାସ ନିକଟ ତୁ ମୋ ପାଦ ଧାଇକି ଥିବୁ, ଯେତେବେଳେ ମୁଁ ଏକାମ୍ର ବନରେ ନିବାସ କରିବି, ସେତେବେଳେ ମୁଁ ଗୋଟେ ଧୂନି ଘର ସ୍ଥାପନ କରିବି ଏବଂ ସେ ଧୂନି ଘର ସ୍ଥାପନ ହେଲା ପରେ ଯଦି ଆହୁତି ଦିଆଯିବ, ଯାହାର ଯାହା ମନବାଞ୍ଛା ସବୁ ପୂର୍ଣ୍ଣ ହେବ। ମୁନି କ'ଣ ଲେଖିଲେ କିଏ? ଆପଣଙ୍କର ମହାତ୍ମା ହାଡ଼ୁ ଦାସ କ'ଣ ଲେଖିଲେ? ଖଣ୍ଡଗିରି ଗୁପ୍ତ ସ୍ଥାନ କ୍ଷିତିରେ ଅନନ୍ତ ପୁଣ, କ୍ଷୀରଦାର ଗୁପ୍ତ ତହିଁ ଖେଳିବେ ଅନନ୍ତ ତହିଁ, ଖେଳିଣ ଗୁପତେ ଲୀଳା ଆରମ୍ଭ ହେବେ ବଖତ ସଙ୍କେତ ପାଇଁ। ଗୁପତ ଯେ ଖଣ୍ଡଗିରି ଗୋପାଳ ମୂରତି ହରି, ଧରବ ଗଞ୍ଜନ ବାନା ଗୁପତେ ଉଡ଼ିବ ସିନା, ଗୋପୀଙ୍କ ବଲ୍ଲଭ ଗୋପାଳ ଯେ ଦେବ ଭକତଙ୍କ ସଙ୍ଗେ ସିନା। ଯେଉଁଠି ପ୍ରଭୁ ରହିବେ, ଭକ୍ତମାନଙ୍କ ସହିତ ରହିବେ, ସେଇଟା ହିଁ ଗୁପ୍ତ ଖଣ୍ଡଗିରି। ଖଣ୍ଡଗିରି ସେ ହେଉଛି ଖଣ୍ଡଗିରି ଗୁପ୍ତ ସ୍ଥାନ ବା ଗୁପ୍ତ ଖଣ୍ଡଗିରି। ସେଠି ତା ପାଖରେ ଗୋଟିଏ ଛୋଟିଆ ନାଳଟିଏ ଥିଲା, ଯୋଉଠି ପ୍ରଭୁ ନିବାସ କରୁଥିଲେ। ନାଳ ପାଣି ପୁରା ଧଳା। ସେତିକି ନୁହେଁ, ସେ ଏରିଆର ବି ଯେଉଁ ଧାନ ଜମି ସବୁ ଥାଏ, ସେତେବେଳେ ଧାନ ଜମି ଯେଉଁ ବର୍ଷା ଦିନ ଯେଉଁ ପାଣି ଜମିଯାଏ, ସେ ପୁରା ଧଳା ଦେଖାଯାଏ। ତ ତା କହୁଛନ୍ତି କ୍ଷୀର ଧାର ଗୋଟିଏ ଅଛି ଏଠି ଗୁପ୍ତ ହେଇକିରି। ସେ ବର୍ତ୍ତମାନ ସେ ଆଉ ଧାର ନାହିଁ, ଲୋକମାନେ ତାକୁ ପୋତି ଚାଷ କଲେଣି, ଚାଷ ଜମି କରିସାରିଲେଣି। ସେଇ ପାଖରେ ଅନନ୍ତ ଖେଳ କରିବେ ଏବଂ ସେଠି ଲୀଳା ଆରମ୍ଭ କରିବେ ବୋଲି ହାଡ଼ୁଦାସ ପ୍ରମାଣ ଦେଲେ। ଠାକୁର ଶ୍ରୀ ଅନନ୍ତ ମହିମା ସ୍ୱାମୀ ଗୁପ୍ତ ସ୍ଥାନ ଖଣ୍ଡଗିରିରେ ବା ଗୁପ୍ତ ଖଣ୍ଡଗିରିରେ ରହି ଖେଳ କରିବେ। ସେଇ ସ୍ଥାନରେ ଗୋଟିଏ ଧାର କ୍ଷୀର ଗୁପ୍ତ ହେଇଥିଲା, ଯାହାକି ବର୍ତ୍ତମାନ ଆପଣଙ୍କୁ କହିଲି। ଜଗନ୍ନାଥ ଦାସ ମତ ଯୁଦ୍ଧ ଚୌଚାରେ କ'ଣ କହିଲେ? ଗୋପନ ଯେ ହରି ଗୋପନ ଯେ ଦେବ ଅନନ୍ତ ମୂରତି ଜୀବନ ସ୍ଥାନ, ଗୁପ୍ତ ଖଣ୍ଡଗିରି ତାହାକୁ ଜାଣିବୁ ତହିଁରେ ଆମ୍ଭ ଆଶ୍ରମ। ସେମ୍ କଥା କହିଲେ ଜଗନ୍ନାଥ ଦାସ। ପ୍ରଭୁ ଯେଉଁଠି ଥିବେ, ଯେଉଁଠି ଆଶ୍ରମ କରିଥିବେ, ତାହା ହିଁ ଗୁପ୍ତ ଖଣ୍ଡଗିରି। ଏବଂ ପୂର୍ବରୁ ଯାହା ପ୍ରମାଣ ଦେଲି, କପିଳାସ ନିକଟରେ ସବୁ ରହିବେ। କପିଳାସ ହିଁ ଗୁପ୍ତ ଖଣ୍ଡଗିରି। ଛାତ ତୋଷରେ ପୁଣି ଆଉ ହାଡ଼ଦାସ କହିଲେ, ପବିତ୍ର ନଦୀ ଗୋଟିଏ ବହେ ଝର ଝର, ପାଶୋରି ନ ଯାଇ ନାମ ଦଧିଜେ ସାଗର, କୁଣ୍ଡଗିରି ଗୋଟିଏ ଅଛି ତହି ତଟେ, ପଶ୍ଚିମ ପାଖରେ ସଦା ଶିବଙ୍କ ନିକଟରେ, ପାଶେ ଥିବେ ଗଜେ ରହି,
ପ୍ରବେଶ ହୋଇବ ଗଜ ଉମା ପୀଠେ ଯାଇ। ଆପଣଙ୍କର ଯେଉଁଠି ଏକାମ୍ର ବନ ବର୍ତ୍ତମାନ ବହୁତ ହାତୀ ଅଛନ୍ତି। କପିଳାସ ଠାରୁ ନେଇକିରି ପାହାଡ଼ଠୁ ନେଇକିରି ଟୋଟାଲ ଜଙ୍ଗଲ ଭିତରେ ବହୁତ ଜାଗାରେ ହାତୀ ଅଛି। ଏବେ ବି ରାସ୍ତା ବନ୍ଦ ହେଇଯାଉଛି ତାଙ୍କ ପାଇଁ, ଗାଡ଼ି ଯାଉଛି ଯିବା ଆସିବା କଲା ବେଳକୁ ବନ୍ଦ ହେଇଯାଉଛି ଯିବା ଆସିବା। ସେ କହୁଛନ୍ତି ଯେ ପବିତ୍ର ନଦୀ ଗୋଟିଏ ବହେ ଝରଝର, ବ୍ରାହ୍ମଣୀ ନଦୀ ଏ ଦୂରରେ ବହୁଛି କପିଳାସର। ଏବଂ ଦଧିଚେ ସାଗର ଯେଉଁ କହିଲେ, ପାର୍ଶ୍ୱ ରୋଜାଇ ନାମ ଦଧିଚେ ସାଗର, ଆପଣଙ୍କର ଯେଉଁ କଥା କହିଲି ମୁଁ ଗୋଟେ କ୍ଷୀରଧାର ଭଳିଆ ଥିଲା, ସେଇ କଥା କହୁଛନ୍ତି। ପୂର୍ଣ୍ଣଗିରି ଗୋଟିଏ ଅଛଇଁ ତହିଁ ତଟେ, ପଶ୍ଚିମ ପାଖରେ ସଦା ଜୀବକ ନିକଟେ। କପିଳାସର ପଶ୍ଚିମ ପଟରେ ହେଉଛି ଏକାମ୍ର ବନ, ସେ କଥା ଲେଖିଲେ। ପାଶେ ଥିବେ ଗଜ ରହି ପ୍ରବେଶ ହୋଇବେ ଗଜ ବା ପିଠେ ଯାଇ। ଆପଣଙ୍କର ହାତୀମାନେ କପିଳାସ ପର୍ବତରେ ବହୁତ ଥିଲେ, ବର୍ତ୍ତମାନ ବି ଅଛନ୍ତି। ସେ କଥା ସେ ଲେଖିଛନ୍ତି ଯେ ଉମା ପୀଠ ମାନେ କପିଳାସ ପର୍ବତର, କପିଳାସ ପୀଠ, ଚନ୍ଦ୍ରଶେଖରଙ୍କ ପୀଠ, ସେଠି ଗଜମାନେ ଯାଉଥିଲେ ଯେତେବେଳେ, ହାତୀମାନେ ଯାଉଥିଲେ ଯାଉଥିଲେ, ଏବେ ଆଉ ନାହାନ୍ତି, କମିଗଲାଣି। ସେଇ କଥା ହାଡ଼ଦାସ ଲେଖିଛନ୍ତି ତାଙ୍କ ଛାତ୍ର। ଯଶୋବନ୍ତ ଦାସ ତା ମାଳିକାର ତୃତୀୟ ଅଧ୍ୟାୟରେ ସମସ୍ତ ସନ୍ଦେହକୁ ଦୂର କରିଛନ୍ତି। ଗୁପ୍ତ ଦ୍ୱାରକା ମୋର ଅମରାଜବତୀ, ସେଠାରେ ରହିବି ମୁହିଁ କରିଜଣ ବସତି। ମୋର ନାମ ଯେବ ଅନନ୍ତ ଗୋପାଳ, ଗୋପାଙ୍ଗନା ହୋଇଥିବେ ଗଗନ ମଣ୍ଡଳ। ଅନନ୍ତ ମଣ୍ଡଳ ସେ ଯେ ଗୁପ୍ତ ଗୁହା ସ୍ଥାନ, ଚଢ଼ିଆ ଗୁପତ ଖଣ୍ଡ ଗିରିର ମଧ୍ୟାହ୍ନ। ସେଇଠାରେ ରହିବେ ମୋର ପାଦ ଧାଇ, ମହିମା ପ୍ରକାଶ ହେବ ଏକା ସେଇ ଠାଇଁ। ପୁରା କ୍ଲିୟର କରିଲେ ଯଶୋବନ୍ତ ଦାସ ତା ମାଳିକାରେ ଯେ ମୋର ଯେଉଁ ଗୁପ୍ତ ଦ୍ୱାରକା, ଯେଉଁଠି ମୁଁ ରହିବି, ପ୍ରଭୁ ଯେଉଁଠି ରହିବେ ସେ ଦ୍ୱାରକା, ଗୁପ୍ତ ଦ୍ୱାରକା, ସେଇ ଅମରାବତୀପୁର, ଏବଂ ସେଠାରେ ପ୍ରଭୁ ରହିବେ। ମୋ ନାଁ ଅନନ୍ତ ଗୋପାଳ ହେଇଥିବ। ଜାଗାଟା କୋଉଠି? ଅନନ୍ତ ମଣ୍ଡଳ ଯେ ଗୁପ୍ତ ଗୁହା ସ୍ଥାନ, ଚଢ଼ିଆ ଗୁପତ ଖଣ୍ଡ ଗିରିର ମଧ୍ୟାହ୍ନ। ଯାହା ପୂର୍ବ ଅଧ୍ୟାୟରେ ମୁଁ କହି ଆସିଛି, ଢେଙ୍କାନାଳ ବସ୍ ଷ୍ଟାଣ୍ଡ ପାଖରେ ଗୋଟିଏ ମୁଣ୍ଡିଆ ଅଛି, ତା ନାଁ ଚଢ଼ିଆ ମୁଣ୍ଡିଆ ବା ଚଢ଼ିଆ ପାହାଡ଼ କହନ୍ତି ତାକୁ। ସେଇ ପାହାଡ଼ ସେଠୁ ଏବଂ ଖଣ୍ଡଗିରି ସେଇ ଚଢ଼ିଆ ପାହାଡ଼ ଏବଂ କପିଳାସ ତା ମଧ୍ୟବର୍ତ୍ତୀ ସ୍ଥାନରେ ପ୍ରଭୁ ରହିବେ, ଯେଉଁଟାକି ଏକାମ୍ର ବନ। ସିଧାସଳଖ ପ୍ରମାଣ ଦେଲେ ଏବଂ କହିଲେ କ'ଣ, ସେଇଠାରେ ରହିବେ ଯେ ମୋର ପାଦ ଧାଇ, ମହିମା ପ୍ରକାଶ ହେବ ଏକା ସେଇଠାଇ। ଭକ୍ତମାନଙ୍କୁ କହିଲେ ତମେ ସେଇଠି ରହିବ ମୋ ପାଦ ଧାଇକିରି, ମୋର ମହିମା ସେଇଠି ପ୍ରକାଶ ହେବ। ଭକ୍ତ କବି ଦୈତାରୀ ଦାସ ଆଉ ଗୋଟିଏ ପ୍ରମାଣ ଦେଇଛନ୍ତି। ଗୁପ୍ତେ ଥିଲେ ତପସ୍ୟାରେ, ଗୁରୁ ଗାଦିଠାରୁ 7 କୋଶରେ, ସୁମନ ଦେହେ ଗହନ ବୃନ୍ଦାବନରେ। ହୃଦୟ ହସ୍ତବେଣୀ ଦ୍ୱାର, ଆଦି ଶକତିକୁ ଘେନି ସଙ୍ଗର, ସୁମନରେ ଘର ଦକ୍ଷିଣ ଉତ୍ତର। ଚରଣକୁ ଯାଇ ଚିହ୍ନ, ଚକା ଆସନକୁ ଦିଅତୁ ମନ, ସୁମନରେ ଚତୁରୀମଣିଙ୍କ ଧାମ। ଆଦ୍ୟାଶକ୍ତି ଯେଉଁ ସ୍ଥାନରେ ନିବାସ କରୁଥିଲେ, ସେଇ ଗ୍ରାମରେ ପ୍ରଭୁ ଆଶ୍ରମ କରି ରହିଥିଲେ। ସେଇ ବିଷୟ ଭବିଷ୍ୟବାଣୀ କରିଛନ୍ତି ଦୈତାରୀ ଦାସ ଯେ ପ୍ରଭୁ ମା ଆଦ୍ୟାଶକ୍ତି ଜୋରନ୍ଦା ଠାରୁ 7 କୋଶରେ, 7 କୋଶ ମାନେ 21 କିଲୋମିଟର ଦୂରରେ କୌଣସି ଏକ ସ୍ଥାନରେ ତପସ୍ୟା କରୁଥିଲେ ପ୍ରଭୁଙ୍କୁ ପାଇବା ପାଇଁ, ପ୍ରଭୁଙ୍କୁ ପ୍ରାପ୍ତ ହେବା ପାଇଁ। ସେଠି ପ୍ରଭୁ ଏ ଆଦିଶକ୍ତିଙ୍କୁ ସଙ୍ଗରେ ଧରିକିରି ଆଶ୍ରମ କରି ରହିବେ। ଘରଟି କେମିତି ହେଇଥିବ? ଉତ୍ତର ଦକ୍ଷିଣ, ଉତ୍ତର ମୁହାଁ ଘର ହେଇଥିବ। ଏବଂ ତାପରେ କହିଲେ କ'ଣ, ସେଇଠି ଯାଇକିରି ଭକ୍ତମାନଙ୍କୁ କହିଛନ୍ତି, ଚରଣକୁ ଯାଇ ଚିହ୍ନ, ଚକା ଆସନକୁ ଦିଅତୁ ମନ, ସୁମନରେ ଚତୁରୀମଣିଙ୍କ ଧାମ। ମାଙ୍କ ଧାମ ସେଟା। ବହୁତ ଜାଗାରେ ଏଠି ଭକ୍ତ କବିମାନେ ଲେଖିଛନ୍ତି, ବଂଶରୁ ଅତୀତ ଲେଖିଛନ୍ତି
ये हूँ अलेख्य बाह्य मठ बोली कहते तेणु ताकू भक्त मान निर्देश दिखाई जे तुम से जाकि प्रभु को ध्यान कर प्रभु को दर्शन कर एवं माँ को भी दर्शन कर माँ का धाम जमी आम जगन्नाथ पुरी मंदिर को श्रीमंदिर कहचे लक्ष्मी का धाम बोली कहचे ठीक सेहीपरि से कहते माँ का धाम भक्त कवि गोस्वामी श्रीधर दास श्रीधर चंद्रिका प्रभु क्यों थे स्पष्ट भाव में उल्लेख कर निष्काम खेल हे जेबे पुनश्च जन्म भी तेबे गहणे खटी भी पारुछे से ढेंकाल मध्य देशे धन से ढेंकाल देश धन से नृपति नरेश तार तपस्या भूमि देशे क्रीड़ा हईब कली शेषे श्रीधरदास श्रीधरचंद्रिका वर्णना कर गोटे जिन जो महिमा स्वामी अवतार हे मोर भाग्य ना मुझे दर्शन कर पारिनी सेवा कर पारिनी लिखी जो निष्काम खेल हम से मु जन्म हेबी आउ थे एवं प्रभु को गहण रही पाखे खटी पाद खटी सेवा करी कौटी ढेंकाल मध्य देश ढेंकाल मध्य से जगह धन से ढेंकाल देश धन से नृपति नरेश तार तपस्या भूमि दिशे लीला हईब कली से शेष बेलू लीला हम प्रकाश हम प्रभुंर स्पष्ट भाव में श्रीधरचंद्रिका लिखिले श्रीधर दास ज्योतिषा ग्रंथालय भई लिखिले ढाका बाजुअची ढेंकाल राज्य अनादि अनंत क्षेत्र ढाड़ी दे शून्य मंदिर नमूना देखिब नेत्र पवित्र जे घेनी नामावृत बारी ढाड़ी देवे कृपा सुधा जारी झड़ी यदि गोटे कथा आपको देवी मुझे बाकी पद भितर से कहते ढेंकाल राज्य में अनादि हूँ अनादि अनंत क्षेत्र ढेंकाल अनादि पुरुष बासस्थान से सब जो जीवे अर्क्य अवतार सर लीला सर वैकुंठ को फेरे से पूर्व भक्त मान जो समाधि मंदिर तैयारी चाहिए भक्त मैंने तार नमूना दे प्रभु केमती तैयारी हम से उच्चा हम के फुट हम तार ये आयतन क्षेत्र सब जिनस प्रभु देदेवे देखिए जी से अनुसार जावापर से मंदिर तैयारी हम तार वर्णना भी अन्न ग्रंथमालक मंदिर केमती तैयारी हम के उच्चा हम कौन हम बर्तमान गोटे मंदिर तैयारी चलती जोरंदा गादी प्रभु को खेल आरंभ होनी आसीना पर्यटन ये खेल सरला बेले प्रभु निजे तार देवे प्रभु निजे कहे केमती हम से को भाव में हम एमाने अमान्य कर निजे निजे बर्तमान गोटे 300 फुट उच्चर कि फुट उच्चर मंदिर करने आरंभ कले प्रभु प्रति अपमान नुहे आपण मैंने महिमा दीक्षा उठी अलग धर्म पालन किंतु भीमभूमि वचन को आप ग्रहण करना ये दुखर विषय आपण मैंने जब भीमभूमि वचन को अभ्यास करेंगे अन्य कौन करेंगे आज्ञा चिंता करते अनादि संहिता लिखिले अच्युत युग शेष को अच्छी खेल आदि को जतन संभाल अद्भुत विषय वार्ता ये ब्रह्मचर्य धर्मपंथा खेल हईब ढेंकानाल अनंत महिमा मंडल ढेंकानाल को अनंत महिमा मंडल बोली कहुई 16 मंडल भितर जो कहते ढेंकानाल ना आज्ञा ढेंकानाल कौन देवीकर स्थान ना ये प्रतिष्ठित ये ही पुणी कौन गोटे फेमस देवीकर आस्थान ना ढेंकानाल कहीं प्रभु को आस्थान अनादि महिमा मंडल अनादि अनंत क्षेत्र तेणु अनादि संहिता लिखि अच्युत कहले जे ढेंकानाल खेल हम शेष खेल सब आसिक ढेंकानाल खेल करेंगे
ଆ ପରବର୍ତ୍ତୀ ଅଧ୍ୟାୟରେ ଏମାନେ ପ୍ରଭୁ କିପରି କହିବେ, ପ୍ରଭୁ ଗାଦି କେବେ ଛାଡ଼ିକି ଆସିବେ ଆଶ୍ରମକୁ, ସେସବୁ ବିଷୟରେ ଆଲୋଚନା କରିବା। ଏବଂ ତା ପରବର୍ତ୍ତୀ ଅଧ୍ୟାୟରେ ଏମାନେ ପ୍ରଭୁ କାହା ସାଙ୍ଗେ ରହିବେ, କିପରି ରହିବେ, ସେ ବିଷୟ ମଧ୍ୟ ଆଲୋଚନା କରିବା। ଜୟ ଜଗନ୍ନାଥ, ଜୟ ପଣ୍ଡିତ।